ସୁନ୍ଦର ତୃପ୍ତିର ଅବସାଦ ନାହିଁ ଏ କଥା ଆପଣମାନେ ଅନେକ ଥର ଶୁଣିଥିବେ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। କଟକ ସହର ଭିତରେ ଯଦି ଆପଣ ଗୋଟିଏ ଭଲ ଡେଷ୍ଟିନେସନ୍ ଦେଖିବାକୁ ଚାହୁଁଛନ୍ତି ଆଉ ଗୋଟେ ଭଲ ପିକନିକ୍ ସ୍ପଟ୍ ଖୋଜୁଛନ୍ତି, ତାହେଲେ ଆପଣଙ୍କ ପାଇଁ ଡମଡମଣି ହେଉଛି ସବୁଠୁ ବେଷ୍ଟ ପ୍ଲେସ୍। କାହିଁକି ନା ୱିଦିନ୍ ଆପଣ 1 ଆୱାର କିମ୍ବା 45 ମିନିଟ୍ସରେ ପହଞ୍ଚିଯିବେ 20ରୁ 25 କିଲୋମିଟର କଟକ ସହର ଭିତରୁ। ବହୁତ ହି ସୁନ୍ଦର ଜାଗା। ମାଆଙ୍କର ଆଜି ଯାତ୍ରା, ମକର ସଂକ୍ରାନ୍ତି ଯାତ୍ରା ଚାଲିଛି ତଳେ। ବଣ ଭିତରେ ଯେତେବେଳେ ଆପଣ ଆସିବେ, ଧୀରେ ଧୀରେ ଯେତେବେଳେ ଏ ଡ୍ୟାମ୍ ପାଖରେ ପହଞ୍ଚିବେ ଆଉ ଏ ଡ୍ୟାମ୍ର ପ୍ରାକୃତିକ ମନୋରମ ଦୃଶ୍ୟ ଆପଣ ଦେଖିବେ, ସେତେବେଳେ ଆପଣଙ୍କ ମନ ଉତ୍ଫୁଲ୍ଲିତ ହେଇଯିବ। ଯେତେ ଷ୍ଟ୍ରେସ୍ ଥାଉ, ଯେତେ ଏନ୍ଜାଇଟି ଥାଉ, ଯେତେ ଆପଣଙ୍କର ଡିପ୍ରେସନ୍ ଥାଉ, ଏ ଫାଙ୍କା ସ୍ଥାନ, ଏ ପବନ, ଏ ଡ୍ୟାମ୍ କୂଳର ଟିକେ ଶାନ୍ତ ପବନ ପରିବେଶ ଯେତେବେଳେ ଆପଣ ପାଇବେ, ସେତେବେଳେ ଆପଣ ଅନେକ ଖୁସି ହେଇଯିବେ ଏବଂ ଆପଣଙ୍କୁ ମଧ୍ୟ ଏ ଜାଗା ଆହୁରି ଆଶ୍ଚର୍ଯ୍ୟଚକିତ କରିଦେବ। ମୁଁ ଆପଣଙ୍କୁ ଦେଖେଇବି କେମିତି ହେଇଛି। ଦେଖନ୍ତୁ ଏ ଦୃଶ୍ୟ କେମିତି। ଲମ୍ବା ରାସ୍ତା ପଡ଼ିଛି, ବଡ଼ ପାହାଡ଼ଟିଏ, ଏପଟେ ଗୋଟିଏ ପାହାଡ଼, ଏପଟେ ପାହାଡ଼ ଏବଂ ସୁନ୍ଦର ଝରଣା, ଡ୍ୟାମ୍। ମୁଁ ଯଦି ଆପଣଙ୍କୁ କହିବି ପୁରା ଦୃଶ୍ୟ ଆପଣଙ୍କୁ ଯଦି ଦେଖେଇବି, କିଛି ଅତି ମନୋରମ ଦୃଶ୍ୟ। ଏବେ ତ ସନ୍ଧ୍ୟା ହେଇ ଆସିଲାଣି, ସୂର୍ଯ୍ୟ ଅସ୍ତ ବି ଆଉ ଟିକେ ପୂର୍ବରୁ ହେଇଛନ୍ତି। ଇଏ ଆପଣ ଦେଖିପାରୁଥିବେ ଯେଉଁ ଦୃଶ୍ୟ ଆମେ ଦେଖୁ ଡ୍ରଇଂ କଲାବେଳେ, ସାଧାରଣତଃ ଛୋଟବେଳେ, ସେତେବେଳେ ଆମେ ଏହି ଦୃଶ୍ୟ ଦେଖୁ। ପାହାଡ଼, ପାହାଡ଼ ତଳେ ଝରଣା ଏବଂ ପଛରୁ ସୂର୍ଯ୍ୟ ଉଦୟ ହୁଅନ୍ତି। ଇଏ ହେଉଛି ସେହି ଡ୍ୟାମ୍। ଆପଣ ପ୍ରାକୃତିକ ମନୋରମ ଭିତରେ ଏକ ସୁନ୍ଦର ଦୃଶ୍ୟ। କିନ୍ତୁ ଗୋଟିଏ ଜିନିଷ, ଯେତେବେଳେ ଆପଣମାନେ ଏଠିକି ଆସୁଛନ୍ତି, ପାଖରେ ଥିବା ଜଙ୍ଗଲ ଜୀବଜନ୍ତୁ କୁହନ୍ତୁ, ସେମାନଙ୍କୁ କ୍ଷତି ନ ପହଞ୍ଚାଇବା ପାଇଁ ପ୍ଲାଷ୍ଟିକ୍ ୟୁଜ୍ କମ୍ କରନ୍ତୁ। ଫାୟାର କ୍ରାକର କିମ୍ବା ବହୁତ ଲାଉଡ୍ ସ୍ପିକର ଦେଇ ଗୀତ ବଜାଇବା ଆଦୌ ଆବଶ୍ୟକତା ନାହିଁ। ଆଉ ଏଠି ବହୁତ ହିଁ ଚୋରି ଟାଇପ୍ର କିଛି ଘଟଣା ମଧ୍ୟ ହୁଏ। ତେଣୁକରି ତା ପ୍ରତି ବି ଟିକେ ସାବଧାନ ରହିବେ। ଲୋକାଲ ଯେଉଁମାନେ ବନ ଅଧିକାରୀ ରହିଛନ୍ତି, ସେମାନଙ୍କ ସହିତ କଣ୍ଟାକ୍ଟ ରହିଲେ ଆପଣଙ୍କର କିଛି ଅସୁବିଧା ହେବନି। ସନ୍ଧ୍ୟା ହେବା ପୂର୍ବରୁ ଆପଣ ଫେରିଗଲେ ବହୁତ ଭଲ। ଯଦି ଆପଣଙ୍କୁ ଭଲ ଲାଗିଛି ଏଇ ଭିଡ଼ିଓଟି, ତାହେଲେ ଭିଡ଼ିଓକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଚ୍ୟାନେଲକୁ ଜମା ଭୁଲିବେନି। ରହିଲି, ପୁଣି ଆଉ ଗୋଟେ ଭିଡ଼ିଓରେ ଦେଖା ହେବା। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।